ବିଜୁ ଜନତା ଦଳ ବିଜେଡିରୁ ନିଲମ୍ବିତ ହେବା ପରେ ବରିଷ୍ଠ ବିଜେଡି ନେତା ତଥା ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତୃତ୍ୱ ଉପରେ କ୍ଷୋଭ ପ୍ରକାଶ କରିବା ସହ ନିଜର ଆଗାମୀ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଦଳରେ ଦୀର୍ଘ 8 ବର୍ଷ ଧରି ସେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ ଏବଂ ଗତ ନିର୍ବାଚନ ଗୁଡ଼ିକରେ ସମ୍ପୂର୍ଣ୍ଣ ସମର୍ପିତ ଭାବେ ଦଳ ପାଇଁ କାମ କରିଥିଲେ। ହେଲେ ଏହା ବଦଳରେ ତାଙ୍କୁ ମିଳିଥିବା ଏହି ନିଲମ୍ବନ ଆଦେଶ ତାଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। କେଉଁ ଦଳ ବିରୋଧୀ କାର୍ଯ୍ୟକଳାପ କିମ୍ବା କେଉଁ ଭୁଲ ପାଇଁ ତାଙ୍କୁ ଦଳରୁ ବାହାର କରାଗଲା ସେ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ଏହିଭଳି ନିଷ୍ପତ୍ତି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସେ ସନ୍ଦେହ କରୁଛନ୍ତି। କାରଣ ନିଲମ୍ବନ ଆଦେଶ ପରଠାରୁ ସ୍ଥାନୀୟ ବିଧାୟକ ମଧ୍ୟ ତାଙ୍କ ଫୋନ ଉଠାଉ ନାହାନ୍ତି। ସେପଟେ ଜିଲ୍ଲା ସଭାପତି ମଧ୍ୟ କିଛି ଆଲୋଚନା କଲେ ନାହିଁ। ଏଣୁ ବିଧାୟକ ଓ ସଭାପତି ଜାଣି ଶୁଣି ମତେ ଦଳରୁ ବାହାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସତ୍ୟନାରାୟଣ।